जुती गो इ गला राती रे देखी छे मुई केते सपन गो भी नहीं पहुंचे राधा मई मो जीवन गो सुंदरी मई मो जीवन गला राती रे देखी छे मुई केते सपन गो राधा मई मो जीवन गो राधा मई मो जीवन दुती गो काली मुई पलंग करे सुईथिली गो धन आउ मते स्वप्न गुटे हला गो धन पलंग ती सुईथिनी सखा सत्य बोल आगो कुंता तंती पलंग के बसी गो अंग कुमर देला आउसीर अंग कुमर देला आउसीर मोर माई स्वप्न रे आसले गो दुती अरे मोर पासे बसी कर तांग हाथ के मते ताने करबो सुरसुरासी कुतु कुतु कर देले केनता लागबा गो मते भी सुरसुरासी आगो ता हस्त लागन्ते गो मनिद्रा भांगन्ते ता हस्त लागन्ते गो मनिद्रा भांगन्ते आगो देखिली पलंग के मोर राधा नाइनो गो राधा मई मो जीवन गो सुंदरी मई मो जीवन दुती गो आगो जगा दुती अजर जनी आनी बेटा चंद्र बदनी आनी बेटा राधा सजनी जेन सपन तमे देखुछ जे सपन सत हेसी के बोलछे दुती गो आगो जगा दुती अजर जनी आनी बेटा राधा सजनी गीते गाथा धर कले रंचन गो राधा मई मो जीवन गो सुंदरी मई मो जीवन कथा पचरामा बाबू की और काना पचरा में हमर आज्ञा मन जेन प्रश्न पचरेतले से प्रश्न का कहि दउ मोर बा प्रश्न नहीं से मोर कृष्ण तो कबे अंत कथा वार्ता कहन नहीं नगो मा को मोर कृष्ण के दगु बोले तार हाथ के दगु बोले गोल गोल अछि एक्सरसाइज करसी और मोर कृष्ण तार गोड़ के दगु बोले लाइन खमा खमा बारी अछि और मोर कृष्णर मुंह के दगु बोले पान पतर अंता दिस मोर कृष्णर थुतमा के दगु बोले तो मा धनुषर अंता दिस छी
তার থুতনা কে দেখবো বলে তো বনে দেখ দুই কিরা রংলা দিচ্ছে দেখ 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 আর মোর থুতনা কে দেখ যেন কথা আগে মানে পত্রেশন সে কথা কই আর কানা মুই পত্র আমি না গো বলে এই কথা কইলে জীবন বলো হয় 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 হেন্দা বাবা প্রশ্ন আছে নেই বলো। কে আগো শুণ শুণ তুতিকে গো এହାର উত্তর এହାର উত্তর কি গো এହାର উত্তর গরুড় যে সর্প জাণ বিবাদ হেলা বিবাদ হেলা কি গো বিবাদ যে হেলা তো পুনর্দৎ সর্পঙ্কর দুইটা ভারিজা ଗୋଟେ ହେଲା ସୌମିତ୍ରୀ ଏବଂ ସୁମିତ୍ରା ତ ଦୁହିଁଙ୍କର ଗର୍ଭରୁ ଗୋଟେକର ଗର୍ଭରୁ ଜନ୍ମ ହେଲେ ଦୁଇଟା ସନ୍ତାନ ଜନ୍ମ ତାଙ୍କର ନାଁ ମାନେ କାଣା ଗରୁଡ ଆଉ ଗୋଟେକର ଗର୍ଭରୁ ଯେନ୍ 69 ମାନେ ସର୍ପ ଜନ୍ମ ହେଲେ ତାଙ୍କର ନାଁ ହେଲା ସୁମିତ୍ରା ତ ତାଙ୍କର ଯେତେବେଳେ 69 ସର୍ପଟା ଜନ୍ମ ହେଲେ আচ্ছা আচ্ছা ମାନେ ଗୋଟେ ପିତାଙ୍କର ଦୁଇଟା ମାନେ ତାଙ୍କ ସ୍ତ୍ରୀ ଥିଲେ ଗୋ আচ্ছা আচ্ছা ପୁନର୍ଦৎ ସର୍ପଙ୍କର ଦୁଇଟା ଭାରିଜା ସୁମିତ୍ରା ଏବଂ ସୁମିତ୍ରୀ আচ্ছা ତ ଜଣେଙ୍କ ଗର୍ଭରୁ ଜନ୍ମ ହେଲେ ଗରୁଡ গরুড় ଆଉ ଜଣେଙ୍କର ଗର୍ଭରୁ ଜନ୍ମ ହେଲେ 69 ସର୍ପ সর্প ତ ଦିନେ କାଣା ହେଲା কানা হেলা ଆଜ୍ଞା ତାଙ୍କ ପିତା ଶ୍ରାଦ୍ଧ ପାଇଁ ଗରୁଡ ଯେ ଜାଣ ଜାଣ ହୋ ଗରୁଡ ଯେ ଜାଣ ନାରାୟଣ ପାଶ ଯାଇ ହୋ ମିଳିଲେ ବହନ ମିଳିଲେ ବହନ কি হো মিলিলে বহন দুতি গো ସେହି ପୁନର୍ଦ କୌଣସି କାର୍ଯ୍ୟରୁ ଋଷିଙ୍କର ସାପ୍ୟ ପାଇଗଲେ ଆଉ ଯଦି ସେଇ ସାପ୍ୟର ପୁଣ୍ୟ ଫଳ ମାନେ କେନ୍ତା କରି ମୁକ୍ତି ପାଇବେ ଯେତେବେଳେ ଶୁଣିଲେ ତ ସେନେ ଉପାୟ କହିଲେ ନାରାୟଣ ଯିଏ ଅମୃତ ଆଣିକରି ଯିଏ ପାନ କରାଇବା ତାହାଙ୍କ ତା ବାପା ଯିଏ ତ ସେମାନେ କାଣା କଲେ কানা কলে ନାରାୟଣଙ୍କର ପାଶେ ଯାଇକରି ଗୋଟେ ଅମୃତ ଭଣ୍ଡାର ଧରିକି ଆଇଲେ আচ্ছা আচ্ছা আহা অমৃত ভণ্ডার যে দেখো গরুড় আনিলে আনিবা মারিলে কি হো গরুড় আনিলে 19 সর্প আগে দেখো বিবাদ যে কলে বিবাদ কলে কি হো বিবাদ যে কলে ତ ସେହି ଅମୃତ ଆଣିକରି ଯେତେବେଳେ ରଖିଥିଲେ ସ୍ଥାନରେ ତ ସେହି 69 ସର୍ପ ମାନେ ସେମାନେ ଚାଣ୍ଡାଲଙ୍କର ପରି ମାନେ ଅସୁର ପ୍ରକୃତି ଗୋଟେ ମାଙ୍କର 69 ମାନେ ସନ୍ତାନ ହେଲେ ଅସୁର ପ୍ରକୃତି ଏବଂ ଗୋଟିଏ ମାନେ ସୁମିତ୍ରାର ଗୋଟେ ସନ୍ତାନ ହେଲେ ଗରୁଡ ସେମାନେ ଭଗବାନଙ୍କର ଭକ୍ତି ରୂପ আচ্ছা আচ্ছা ତ ସେଇ ଅମୃତ ଯେତେବେଳେ ଆଣବା ଲାଗି ଗଲେ হ্যাঁ হ্যাঁ ତ ସେହି ସୁମିତ୍ରୀଙ୍କର ତାଙ୍କର ସେଇ 69 ସୁତ କାଣା କଲେ কানা কলে ଇଟାକେ ନେଇକରି ପାନ କରିଦିଅ ତୁମେ ଅମର ହେଇଯିବ ତମକେ ଆର ମାରବାର ଲୋକ କେହି ନେଇ ଥନ আচ্ছা আচ্ছা ତ ତାପରେ କାଣା ହେଲା କାଣା ହେଲା? ଦୁହିଁଙ୍କର ମଧ୍ୟରେ ବିବାଦ ହେଲା ହଁ ତ ଯେତେ ନି ବୋଇଲେ ହେଲେ ସଖା ମୂଲ ମାଇଲେ ଜୀବ ସରିଦେ ଭଙ୍ଗ ସହିତେ କିମ୍ପା କଲେ ଗରୁଡ ତ ଗରୁଡ ନା গরুড় না ସାପ ଗୋଟେ ପାରବା ଗରୁଡ କେ ଯେତେ ନି ତାର ଥଣ୍ଟ ଦି କାଣା କଲେ হ্যাঁ হ্যাঁ ଆଜ୍ଞା ଥଣ୍ଟ ଯେ ଖୁପିଣ ଦେଖ ଗରୁଡ ମାରିଲେ গরুড় মারিলে কি হো গরুড় মাইলে আজ্ঞা 69 পুত্রঙ্কর যে মৃত্যু যে হইলে মৃত্যু যে হইলে কি হো মৃত্যু যে হইলে ତ ଦୁହିଁଙ୍କର ମଧ୍ୟରେ ଏତେ ଝମେଲା କଲି ବଢିଗଲା କି
ସେହି ଗରୁଡ଼ କାଣା କଲେ ସେଇ ଅନସ୍ପତ ସର୍ପକୁ ମାରିଦେଲେ। अच्छा ତ ସେଇ ସୁମିତ୍ରୀ କାଣା କଲେ काना कले ଘୋର ଘୋର ତପସ୍ୟା କଲେ। ତ ସଖା ଘୋର ତପସ୍ୟା କରି କାଣା କଲେ ଆହା ମହାଦେବ ପ୍ରସନ୍ନ ଯେ ହୋଇଲେ ଜାଣ ହୋଇଲେ ଯେ ଜାଣ କି ହୋଇଲେ ଜାଣ ଯେତେବେଳେ କ୍ଷୀର ସମୁଦ୍ର ମନ୍ଥନ ପୁଣ ମନ୍ଥନ ପୁଣ କି ମନ୍ଥନ ଯେ ପୁଣ ତ ମହାଦେବ ତାଙ୍କର ତପସ୍ୟାରୁ ଖୁସି ହେଇକରି ଆସିକରି ବରଦାନ ଦେଲେ କି ଯେନ୍ ଅନସ୍ପତ ସର୍ପଟା ମରି ଯାଇଛନ୍ मरी जाइछन ତ ଯେତେବେଳେ କ୍ଷୀର ସମୁଦ୍ର ମନ୍ଥନ କଲେ ବିଷ ଅମୃତ ଐରାବତ ହସ୍ତି ଚନ୍ଦ୍ରମା ଏବଂ ପାରିଜାତ ପୁଷ୍ପ ଏନ୍ତା ଏନ୍ତା କରି 14ଟା ଜିନିଷ ବାହାରିଥିଲା। बाहरी थिले ତ ଯେତେବେଳେ ମହାଦେବ କହିଲେ ମାନେ ଯେତେବେଳେ ସେନେ ବିଷ ବାହାରିବା ବିଷ ବାହାରି କରି ଯେତେବେଳେ ମୁଇଁ ପିଇମି ସେହି ଅନସ୍ପତ ସର୍ପଙ୍କୁ ମୁଇଁ ବରଦାନ ଦଉଛେ ସେ ଜୀବନନାଶ କରିକି ମତେ ମାନେ ଉଦ୍ଧାର କରିବେ ମୋର ଜୀବଦାନ ପାଇବେ ବୋଲି ସେଥିଲାଗି ଯେ ଅନସ୍ପତ ସର୍ପ ଥିଲେ हां ଆସିକରି ଶିବଙ୍କର ବିଷକେ କାଢଲା ପରେ ଭଗବାନଙ୍କର ତାଙ୍କର ନିଦ୍ରା ଉଠି ତ ସେହି ବରଦାନ ଦେଇ ଦେଇଥିବାରୁ କାଣା ହେଲା ଆଜ୍ଞା ସେହି ଦିନ ଠାରୁ ଯେ ବିବାଦ ହୋଇଲା विवाद होइला की विवाद होइला ଆଜ୍ଞା ସର୍ବବିଷା ପୁରାଣେ ରହିଅଛି ଜାଣ ରହିଅଛି ଜାଣ କି ରହିଅଛି ଜାଣ ଆଜ୍ଞା ଲେଖେହୀନ ହରିନନ୍ଦ ଯେ ମୂରୁଖ ପାମର ମୂରୁଖ ପାମର କି ମୂରୁଖ ପାମର ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତ ସୁନ୍ଦର ଭାବରେ ଭାଗବତର ଜଗନ୍ନାଥ ଦାସ କହିଲେ हां हां ସତ୍ୟ ଯୁଗରେ ବି ମଦ ଥିଲା ତ୍ରେତାୟରେ ବି ମଦ ଥିଲା ଦ୍ୱାପରେ ବି ମଦ ଥିଲା କଲି ଯୁଗ ମଧ୍ୟ ମଦ ପିଉଛ ତ ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଜଗତ ମାନେ ଗରୁଡ଼ ହେଇଗଲେ ବିଷ୍ଣୁଙ୍କର ବାହନ अच्छा अच्छा ଆଉ ସେହି ନାଗ ସର୍ପକୁ ଧାରଣ କଲେ ପ୍ରଭୁ ମହାଦେବ महादेव ମାନେ ଭଗବାନଙ୍କର ମଧ୍ୟରେ ମଧ୍ୟ ବିବାଦ ହେଇଛି अच्छा अच्छा ସେହିପରି କାଣା ହେଲା काना हैला ଗରୁଡଙ୍କ ସର୍ପଙ୍କର ତାଙ୍କର ଦୁଇ ଜଣଙ୍କର ବିବାଦ ହେଇଗଲା ସେଇଥିରୁ ସେଥିଲାଗି କାଣା କଲେ काना कले ସେଇ ମହାଦେବ ବରଦାନ ଦେଇଥିଲେ ବୋଲିକରି ସେ ମାନେ ବିଷ ବି ପାଇଥିଲେ अच्छा ଆଉ ସେଥିଲାଗି ଯେ କୌଣସି ସର୍ପ ମହାଦେବଙ୍କୁ ଉଦ୍ଧାର କରିଥିଲେ ସେଇ ଅନସ୍ପତ ସର୍ପ ଭିତରୁ हां हां ସେମାନେ ବିଷ ପାଇଲେ আর ଡେଣ ସାପ ଧମନା ସାପ এই ସାପ ମାନେ ବିଷ କୁସା ନି ପାଏ ଏବେ ତ लोग सांप के खाई बसले न सांप बाहरवा এটা সর্প অভিসারে মধ্যে আছে हां हां ଆଉ ଗରୁଡ ପୁରାଣରେ ମଧ୍ୟ ଅଛି ଏଇଟା अच्छा अच्छा ତେଣୁ ଯଦି ଦେଖିବୁ ବେଲେ ମତେ ଫୋନ କରବୁ କେନ୍ତା ବଳ ଦୁ- କାଟି ଦେବୁ ପିସ୍ ପିସ୍ କରି ମୁড়ିରେ ପିଇ ଦେବୁ ପିସ୍ ପିସ୍ କରି କାଟି ଦେବୁ ଆଙ୍କି ଦେବୁ ଆରେ ସରି କରି ଆଉ ଗୋଟେ ବାପା ମଧ୍ୟ ପ୍ରଶ୍ନ ଉତ୍ତର କରିଥିଲେ ଗୋ मामुनी थी हे बेले गो କି ଲକ୍ଷ୍ମୀଙ୍କର ଯେତେବେଳେ ମଗଶିର ମାସରେ ଗୁରୁବାର ଦିନରେ ମହାଲକ୍ଷ୍ମୀଙ୍କର ବ୍ରତ व्रत ତ ଏଟା ଲକ୍ଷ୍ମୀ ପୁରାଣରେ ସମସ୍ତେ ଜାଣିଛ जानि छन ଆଉ ଶୁଣିଛନ୍ ବି सुनि छन ତ ଯେତେବେଳେ ଚଣ୍ଡାଲୁରୀର ଘରେ ଯେତେବେଳେ ସେଇ ଜଗନ୍ନାଥ আর ବଳରାମ ଦେଖିଥିଲେ ଦେଖିଦେଲେ ଲକ୍ଷ୍ମୀ ତ ମା ଲକ୍ଷ୍ମୀଙ୍କୁ ଘୋଡାଇ ଦେଲେ ତ ଲକ୍ଷ୍ମୀଙ୍କର ସାପ୍ୟରୁ 12 ବର୍ଷ ଭିକ ମାଗି ଯାଇଥିଲେ ଭଗବାନ ତ ଯେତେବେଳେ ଲକ୍ଷ୍ମୀ ଯାଇକରି ବାଲିବନ୍ଧା ପାଶେ କାଣା କଲେ ଗୋଟେ ବିଶ୍ୱକର୍ମାଙ୍କୁ ଗୋଟେ ଗୃହ ନିର୍ମାଣ କର ବୋଇଲେ ଗୃହ ନିର୍ମାଣ କଲେ ତ ଯେତେବେଳେ ବାସ କରିଥିଲେ